गर्भाशय क्षति हेले शरीर दिए चारोटी बड़ संकेत। याकु साधारण भावे केबे भी इग्नोर करंतु नाही। भोगिबे भयंकर जंत्रणा, एही सब अंग होइजिवो कामी। विवाह परे प्रत्येक महिला मां हेबा पई स्वप्न देखंती। प्रत्येक नारी मां हेबारे सार्थकता थाए। मां होई पारु नथिबा नारी को ए समाज खराब दृष्टि रे देखि थाए। कहा जाए जे नारी कोଳରେ छुआ न खेलिछि ता मुह देखिले अमंगल हुए। ଏହାକୁ ଆମ ସମାଜ ବିଶ୍ୱାସ କରୁଥିବା ବେଳେ ଏଭଳି କୁସଂସ୍କାର ସମାଜର ଦୂର ହେବା ପାଇଁ ଅନେକ ମତ ଦେଇଛନ୍ତି। ବିବାହ ପରେ ପରିବାରର ବଂଶକୁ ଆଗକୁ ବଢାଇବାର ସ୍ୱପ୍ନ ଦେଖିଥାନ୍ତି ନବବିବାହିତ ଦମ୍ପତି। ତଥାପି ଅନେକ ସମୟରେ ମହିଳାମାନେ ବିବାହ ପରେ ମଧ୍ୟ ମା ହୋଇପାରନ୍ତି ନାହିଁ ଓ ଆଉ କିଛି ଜୀବନ ସାରା ନିଃସନ୍ତାନ ପାଇଁ ଇଚ୍ଛା କରନ୍ତି। ଏହାର ଅନେକ କାରଣ ହୋଇପାରେ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଗର୍ଭାଶୟର ସ୍ୱାସ୍ଥ୍ୟ। ଯଦି ଏହା ସୁସ୍ଥ ନୁହେଁ ତେବେ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ IVF ବିଶେଷଜ୍ଞ ଡାକ୍ତର ଶୋଭା ଗୁପ୍ତା କହିଛନ୍ତି ଯେ ଯଦି ଜଣେ ମହିଳାଙ୍କ ଗର୍ଭାଶୟ ଦୁର୍ବଳ ଥାଏ ତେବେ ସେ ପେଲଭିକ୍ ଅଞ୍ଚଳରେ ଯନ୍ତ୍ରଣା ହୁଏ। ତଥାପି ଗର୍ଭାଶୟ ତୁରନ୍ତ କ୍ଷତିଗ୍ରସ୍ତ ହୁଏ ନାହିଁ। ଏହାର ଅନେକ ପ୍ରାରମ୍ଭିକ ଲକ୍ଷଣ ଅଛି ଯାହା ବିଷୟରେ ସମସ୍ତଙ୍କୁ ଜାଣିବା ଆବଶ୍ୟକ। କୌଣସି ପ୍ରକାରର ସଂକ୍ରମଣ, ପ୍ରଦାହ, ଫାଇବ୍ରଏଡ୍ କିମ୍ବା ଦୁର୍ବଳତା ହେଲେ ଗର୍ଭାଶୟ କ୍ଷତିଗ୍ରସ୍ତ ହୋଇପାରେ। ଯଦି ଆପଣ ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସି ଅନୁଭବ କରନ୍ତି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଗର୍ଭାଶୟ କ୍ଷତି ହେଲେ ଆମକୁ କଣ କଣ ସଂକେତ ମିଳିଥାଏ। ଋତୁସ୍ରାବର ସମସ୍ୟା ସହ ଅନିୟମିତତା ହୋଇଥାଏ। ଯେତେବେଳେ ଗର୍ଭାଶୟ କ୍ଷତିଗ୍ରସ୍ତ ହୁଏ ଋତୁସ୍ରାବ ସମସ୍ୟା ଆରମ୍ଭ ହୁଏ। ଯଦି ଆପଣ ଅତ୍ୟଧିକ ରକ୍ତସ୍ରାବ କିମ୍ବା ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଆପଣ ଡାକ୍ତରଙ୍କ ସହ କଥା ହୁଅନ୍ତୁ। ସେହିଭଳି ବାରମ୍ବାର ପରିସ୍ରା ଲାଗିବା ସମସ୍ୟା, ଯଦିଓ ଅଧିକ ଥର ପରିସ୍ରା କରିବା ଏକ ଭଲ କଥା, ଅତ୍ୟଧିକ ପରିସ୍ରା କିନ୍ତୁ ନୁହେଁ। ଏହା ପ୍ରାୟତଃ ଗର୍ଭାଶୟ ସମସ୍ୟା ଯୋଗୁଁ ହୋଇଥାଇପାରେ। ଆପଣଙ୍କୁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ। ସେହିଭଳି ପ୍ରଜନନ କ୍ଷମତା ସମସ୍ୟା, ଯଦି ଆପଣଙ୍କୁ ଗର୍ଭଧାରଣ କରିବାର ସମସ୍ୟା ହେଉଛି କିମ୍ବା ଯଦି ଶିଶୁଟି ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥାନରେ ରହୁନାହିଁ ତେବେ ଆପଣ ଆପଣଙ୍କ ଗର୍ଭାଶୟରେ ସମସ୍ୟା ଅନୁଭବ କରିପାରନ୍ତି। ଆପଣଙ୍କ ଡାକ୍ତରଙ୍କ ସହ କଥା ହୁଅନ୍ତୁ ଓ ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତୁ। ପିଠି ଯନ୍ତ୍ରଣା ଅନୁଭବ ହେବା ଏହାର ଏକ ଅନ୍ୟ ସଂକେତ। ଯଦିଓ ପିଠି ଯନ୍ତ୍ରଣା ବହୁତ ସାଧାରଣ କଥା, ଯଦି ଆପଣ ଋତୁସ୍ରାବ ସମୟ ସହିତ ପିଠି ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଏହା ଗର୍ଭାଶୟ କ୍ଷତିର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଆପଣ ଗର୍ଭାଶୟକୁ ସୁସ୍ଥ ରଖିବା ପାଇଁ ଆପଣ କଣ ଖାଇବା ଉଚିତ? ଆପଣ ଖାଦ୍ୟରେ ସୁସ୍ଥ ଖାଦ୍ୟ ସାମିଲ କରନ୍ତୁ। ଆପଣଙ୍କ ଖାଦ୍ୟରେ ସବୁଜ ପତ୍ରଯୁକ୍ତ ପନିପରିବା ଓ ଫଳ, ବିଶେଷ କରି ଜାମୁକୋଳି ପରି ସୁସ୍ଥ ଖାଦ୍ୟ ସାମିଲ କରନ୍ତୁ। ଏହି ନିଃସନ୍ଦେହରେ ଆପଣଙ୍କୁ ବହୁତ ଲାଭ ଦେବ। ଏହା ସହିତ ଜଣେ ମହିଳା ଡାକ୍ତରଙ୍କ ସହ କଥାବାର୍ତ୍ତା ଜାରି ରଖନ୍ତୁ। ବ୍ୟୁରୋ ରିପୋର୍ଟ, BNS ଲାଇଭ।